ଓଡ଼ିଶାରେ ଗ୍ୟାସ୍ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା। କାଲିଠାରୁ ଲାଗୁ ହେବ ଏହି ନିୟମ। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଓଡ଼ିଶାରେ ରନ୍ଧନ ଗ୍ୟାସ୍ ଏଲ୍‌ପିଜି ସଙ୍କଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଶେଷ କରି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ୍ ଅଭାବ ହେବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ତାହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁର ଗର୍ଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ରନ୍ଧନ ଗ୍ୟାସ୍ ସଙ୍କଟ ନାହିଁ। ରାଜ୍ୟରେ ରନ୍ଧନ ଗ୍ୟାସ୍‌ର କୌଣସି ଅଭାବ ନାହିଁ ଏବଂ ଜନସାଧାରଣ ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁର ଗର୍ଗ ସ୍ପଷ୍ଟ କରିଛନ୍ତି। ତେଣୁ ରନ୍ଧନ ଗ୍ୟାସ୍ ଏବଂ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ସେ କହିଛନ୍ତି ରାଜ୍ୟରେ ଆବଶ୍ୟକ ପରିମାଣର ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍ ମଜବୁତ ରହିଛି। ଯୋଗାଣ ଶୃଙ୍ଖଳା ସ୍ୱାଭାବିକ ଅଛି ଏବଂ ଆଗକୁ ମଧ୍ୟ ଏଥିରେ କୌଣସି ବାଧା ଉପୁଜିବ ନାହିଁ। ତେଣୁ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଏବଂ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ରନ୍ଧନ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ନାହିଁ। ଏହି ସ୍ଥାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ୟାସ୍ ଯୋଗାଇ ଦିଆଯାଉଛି। ଏଲ୍‌ଓସିଏଲ୍, ବିପିସିଏଲ୍ ଏବଂ ଏଚ୍‌ପିସିଏଲ୍ ଭଳି ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ସେମାନେ ନିଶ୍ଚିତ କରିଛନ୍ତି ଯେ ରାଜ୍ୟରେ ବିଭିନ୍ନ ବଟଲିଂ ପ୍ଲାଣ୍ଟରେ ପର୍ଯ୍ୟାପ୍ତ ଗ୍ୟାସ୍ ରହିଛି। ତେବେ ଏହାରି ଭିତରେ ପ୍ରତିଦିନର ଗ୍ୟାସ୍ ସିଲିଣ୍ଡର ଷ୍ଟକ୍ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ପ୍ରତିଦିନ ପିଏସ୍ୟୁମାନେ ଏଲ୍‌ପିଜିର ଷ୍ଟକ୍ ନେଇ ସରକାରଙ୍କୁ ରିପୋର୍ଟ କରିବେ। ଯୋଗାଣ ସଚିବ ସଞ୍ଜୟ ସିଂଙ୍କ ସୂଚନା। ସେ କହିଛନ୍ତି ଘରୋଇ ଏଲ୍‌ପିଜି ସୁବିଧା ହେବନି। ଆଗୁଆ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ ଗ୍ୟାସ୍ ଦିଆଯିବ ଓ ଗ୍ୟାସ୍ ବୁକିଂରେ ଅସୁବିଧା ହେଲେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି। ତେବେ ସୂଚନା ଥାଉ କି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍ ଏବଂ ପେଟ୍ରୋଲିୟମ ସାମଗ୍ରୀର ଯୋଗାଣ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହି ଖବର ପ୍ରସାରିତ ହେବା ପରେ କିଛି ସ୍ଥାନରେ ଲୋକମାନେ ଆଗୁଆ ସିଲିଣ୍ଡର ବୁକିଂ କରିବା ଆରମ୍ଭ କରିଥିଲେ। ଫଳରେ ବଜାରରେ ଏକ କୃତ୍ରିମ ସଙ୍କଟ ଦେଖା ଦେଇଥିଲା। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।